ହ୍ୟାଲୋ ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର, ଗୁଡ୍ ମର୍ଣ୍ଣିଂ। ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବା ଆଜିର ଗୋଟେ ବଡ଼ ଅପଡେଟ୍ ଆପଣମାନଙ୍କ ପାଇଁ। ରାଜ୍ୟରେ ପ୍ରଥମ ଥର ଖୋଲିବ ଚାଉଳ ଏଟିଏମ୍। ରାସନ କାର୍ଡ ହିତାଧିକାରୀମାନଙ୍କୁ ମିଳିବ କାର୍ଡ। ପ୍ରତି ଜିଲ୍ଲାରେ ଖୋଲିବ ଚାଉଳ ଏଟିଏମ୍। ତ ଚାଲନ୍ତୁ ଜାଣିବା ଚାଉଳ ଏଟିଏମ୍ କ'ଣ ଆଉ ତା ବିଷୟରେ ସମ୍ପୂର୍ଣ୍ଣ ଭିଡ଼ିଓଟିକୁ ଆପଣମାନେ ଦେଖନ୍ତୁ। ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲିବ ଚାଉଳ ଏଟିଏମ୍। ରାସନ କାର୍ଡ ହିତାଧିକାରୀଙ୍କୁ ଏହି ଚାଉଳ ଏଟିଏମ୍ ପ୍ରଦାନ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ଚାଉଳ ଏଟିଏମ୍ ଖୋଲାଯିବା ପରେ ଏହାକୁ ପ୍ରତିଟି ଜିଲ୍ଲାରେ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମିଳିଥିବା ସୂଚନା ମୁତାବକ ରାଜ୍ୟରେ ପ୍ରଥମ ଥର ପାଇଁ ଚାଉଳ ଏଟିଏମ୍ ଖୋଲାଯିବ। ଭୁବନେଶ୍ୱରରେ ସପ୍ତାହ ଭିତରେ ଏହି ଚାଉଳ ଏଟିଏମ୍ ଖୋଲିବା ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍ କାର୍ଡ ଦିଆଯିବ, ଯାହାଦ୍ୱାରା କି ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ। ତେବେ ରାଜଧାନୀ ଭୁବନେଶ୍ୱର ପରେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଜିଲ୍ଲାରେ ଗୋଟିଏ ଗୋଟିଏ ଚାଉଳ ଏଟିଏମ୍ ସେଣ୍ଟର ଖୋଲାଯିବ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ରାଜ୍ୟରେ ପ୍ରାୟ 50 ଲକ୍ଷ ମିଛ ବା ଭୂତ ରାସନ କାର୍ଡ ହିତାଧିକାରୀ ଅଛନ୍ତି। ଏମାନଙ୍କୁ ଚିହ୍ନଟ କରି ସେମାନଙ୍କ ଠାରୁ କାର୍ଡ ହଟାଯାଇ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯିବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ବିଭାଗ ସମୀକ୍ଷା ପରେ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରସଙ୍ଗରେ କଡ଼ା ଚେତାବନୀ ଶୁଣାଇଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯେଉଁ ଅସାଧୁ ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ। ଏହି ସମୟରେ କିଛି ଦିନ ପାଇଁ ପନିପରିବାର ଦର କମ୍ ବେଶି ହୋଇଥାଏ, ତଥାପି ଜାଣିଶୁଣି ଦର ବୃଦ୍ଧି କରି ଲୋକଙ୍କୁ ହଇରାଣ କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସମସ୍ତ ଘୋଷଣା ଅଧିକାରୀମାନଙ୍କୁ କ୍ୱାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡକୁ ଯାଇ ତଦାରଖ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କୃଷକ ଓ ଖାଉଟି ଯେମିତି ହଇରାଣ ନ ହେବେ ସେ ନେଇ ମଧ୍ୟ ଯୋଜନା ହୋଇଛି। ଚାଷୀଙ୍କ ଧାନ କିଣିଲା ବେଳେ କୌଣସି ମିଲର କଟଣି ଛଟଣି କରିପାରିବେ ନାହିଁ। 48 ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। କ୍ୱିଣ୍ଟାଲ ପିଛା 3100 ଟଙ୍କାରେ ଧାନ କିଣାଯିବ। ସେଥିପାଇଁ କମିଟି ଗଠନ ହୋଇଛି। ଚାଷୀଙ୍କୁ ହଇରାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଡିଲରମାନେ ଯଦି ହିତାଧିକାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ଆସିବେ ତଦନ୍ତ କରି ଲାଇସେନ୍ସ ରଦ୍ଦ କରି ନୂଆ ଡିଲରକୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି। ତ ଜାଣିଲେ ଆଜିର ପୁରା ଅପଡେଟଟି ଆପଣମାନେ କ'ଣ ଆମର ଖାଦ୍ୟ ଯୋଗାଣ ମନ୍ତ୍ରୀ କ'ଣ ସବୁ କହିଛନ୍ତି। ଭିଡ଼ିଓଟିକୁ ପୁରା ଦେଖନ୍ତୁ, ଆପଣମାନଙ୍କ ପାଇଁ ନିହାତି এই ଭିଡ଼ିଓଟି ଜାଣିବା ଦରକାର। ଆଉ ଚାଉଳ ଏଟିଏମ୍ ବର୍ତ୍ତମାନ ଭୁବନେଶ୍ୱରରେ ହେଇସାରିଛି। ଆଉ କିଛି ଦିନ ଭିତରେ ପୁରା ଆମର ରାଜ୍ୟରେ ହେବ, ପୁରା ଭାରତରେ ହେବ, ସବୁ ଜିଲ୍ଲାରେ ଗୋଟେ ଗୋଟେ ହେବ। ଆଉ ଏଇ ଏଟିଏମ୍ରୁ ଯେକୌଣସି ଜାଗାରୁ ବି ଆପଣ ଆସି ଏଟିଏମ୍ରୁ ଚାଉଳ ଆପଣ ସେଇ ଏଟିଏମ୍ କାର୍ଡ ପୁସ୍ କରି ଆପଣ ନେଇପାରିବେ। ଆଉ ଚାଷୀମାନଙ୍କ ପାଇଁ ବି ଏଥିରେ ବଡ଼ ଖବର ଅଛି। ଖାଉଟି ମାନଙ୍କ ପାଇଁ ବି ବଡ଼ ଖବର ଅଛି। ଯେଉଁମାନେ ରାସନ କାର୍ଡ ନେଇଛନ୍ତି ଯୋଗ୍ୟ ନୁହନ୍ତି ସେମାନଙ୍କ ପାଇଁ ବି ବଡ଼ ଖବର ଅଛି। ଭିଡ଼ିଓଟିକୁ ପୁରା ଦେଖନ୍ତୁ। କେମିତି ଲାଗିଲା ନିଶ୍ଚୟ ଆପଣମାନେ ଭିଡ଼ିଓଟିର କମେଣ୍ଟ ବକ୍ସରେ କମେଣ୍ଟ କରି ଜଣେଇବେ। ଆଉ ଯଦି ଆପଣ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଛି ଗୋଟେ ଲାଇକ୍ କରିବେ। ସାଇଡ଼ରେ ଥିବା ବେଲ୍ ଆଇକନକୁ ନିଶ୍ଚୟ ପ୍ରେସ୍ କରିଦେବେ। ଅନ୍ୟମାନଙ୍କ ପାଖକୁ ସେୟାର କରି ଜଣେଇବେ। ମୁଁ ରହୁଛି, ପୁଣି ଦେଖା ହେବ ଆପଣମାନଙ୍କ ସହିତ ଆଉ ଗୋଟେ ଏମିତି ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍।